ପାରାଦୀପରେ ଅଗ୍ନିକାଣ୍ଡ ବିପନ୍ନଙ୍କ ପାଇଁ ବଢିଲା ସହାୟତାର ହାତ। ପାରାଦୀପ 18 ବାଙ୍କିରେ ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା 4ଟି ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି ସ୍ଥାନୀୟ ବିଜେପି ନଗରମଣ୍ଡଳ ଓ 18 ବାଙ୍କି ବଣିକ ସଂଘ। ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଉଭୟ ସଂଗଠନ ପକ୍ଷରୁ ଚାଉଳ, ରାସନ ସାମଗ୍ରୀ ଏବଂ ରହିବା ପାଇଁ ପାଲ ବାଣ୍ଟନ କରାଯାଇଛି। ସାମାଜିକ ଦାୟିତ୍ୱବୋଧରୁ ପ୍ରେରିତ ହୋଇ ଏହି ଅସହାୟ ପରିବାରଙ୍କୁ ସହାୟତା କରିଥିବାରୁ ସ୍ଥାନୀୟ ବାସିନ୍ଦା ଏହି ସଂଗଠନଗୁଡ଼ିକୁ ପ୍ରଶଂସା କରିଛନ୍ତି। କ୍ଷତିଗ୍ରସ୍ତଙ୍କ ଦୁଃଖ ସମୟରେ ଏଭଳି ସହଯୋଗ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି। ପରିଚୟ ଦିଅନ୍ତୁ। ମୁଁ ହେଉଛି ପଠାଣି ବୁରୁଡ଼ା। ମୁଁ 18 ବାଙ୍କିରେ ଫଳ ବେପାର କରେ। ସୋମବାର ଦିନ ମାର୍କେଟ ବନ୍ଦ ଥିବାରୁ ରବିବାର ଦିନ ମୁଁ ସେ ଗ୍ରାମକୁ ପଳାଇଥିଲି ବାପାଙ୍କ ଦେହ ଖରାପ ବୋଲି। ମୁଁ ଆସିଲା ବେଳକୁ ଶୁଣିଲା ବେଳକୁ ସୋମବାର ଦିନ 2ଟା ସାଢ଼େ 2ଟା ଭିତରେ କରେଣ୍ଟ ସର୍ଟକଟରୁ ନିଆଁ ଲାଗିଯାଇଛି। ମୁଁ ଶୁଣିଲା ମାତ୍ରେ ସାଙ୍ଗେ ସାଙ୍ଗେ ଘରୁ ଫେରିଲି ପାରାଦୀପ। ଆସିଲା ବେଳକୁ ଦେଖିଲା ବେଳକୁ ମାର୍କେଟ ଭାଇମାନେ ସମସ୍ତେ ମିଶିକି ସହଯୋଗ କରିଛନ୍ତି, ହେଲେ ଅଗ୍ନିକୁ ଆଉ ରକ୍ଷା କରିପାରିନାହାନ୍ତି। ସବୁ 4 ବଖରା ଆମର ଏଠି ଥିଲା, ଆମେ 4 ଜଣ ପରିବାର ଥିଲୁ। କିନ୍ତୁ ଦେଖିଲା ବେଳକୁ କାହାର ଆଉ ନାହିଁ, ସର୍ବଶାନ୍ତ ହୋଇଯାଇଛି। ମୁଁ ତା ଭିତରେ ମୋର ବି ବହୁତ ଆସବାବପତ୍ର ପୋଡ଼ିଯାଇଛି। ସାଇକେଲ, 2ଟା ଫ୍ୟାନ ଆଉ ବିଭିନ୍ନ ପ୍ରକାର ଜିନିଷ, ମୋର ପଇସା ବି ମହାଜନ ପଇସା 30,000 ଟଙ୍କା ରଖିଥିଲି। ମୁଁ ସେଥିରୁ 4,000 ଟଙ୍କା ନେଇଥିଲି, ଆଉ 26,000 ଟଙ୍କା ଥିଲା। ଆହୁରି ଖୁଚୁରା ପଇସା ବି 10 ଟଙ୍କିଆ 5 ଟଙ୍କିଆ, ତା ଭିତରେ ବି 3-4 ହଜାର ଟଙ୍କା ଥିଲା। ସବୁ ଆସିଲା ବେଳକୁ କିଛି ନାହିଁ, ସବୁ ଭସ୍ମ, ସବୁ ଜଳିଯାଇଛି। ସବୁ ଜଳି। ଆଉ କେଉଁ ପ୍ରଶାସନ ଆସିଛନ୍ତି, ଆଉ କ'ଣ ସୁବିଧା ମିଳିଛି? ପ୍ରଶାସନ ଆସିଥିଲେ, ଆମର ମ୍ୟୁନିସିପାଲିଟି କାଲି ଆସିଥିଲେ, ଆଉ ଆମର ଚେୟାରମ୍ୟାନ୍ ବାବୁ ଆସିଥିଲେ, ଆଉ ସେ ଅଫିସକୁ ଡକେଇକି ଦରଖାସ୍ତ ଲେଖିବା ପାଇଁ କହିଥିଲେ, ଆଉ ପଲିଥିନ୍ ଦେଇଥିଲେ। ଆଉ ଆଜି ବିଜେପି ତରଫରୁ ଆମର ମାର୍କେଟ ପ୍ରେସିଡେଣ୍ଟ ଅମିତ ବାବୁ ଆସିଥିଲେ, ତାଙ୍କ ସାଥିରେ ସୁବ୍ରତ ବାବୁ ଆଉ ଅନ୍ୟାନ୍ୟ ଆମର ବାଜା ଫାଜା ବାବୁ ସମସ୍ତେ ଆସିଥିଲେ। ଆସିକି ଆମକୁ ଏଠି ଚାଉଳ ଆଉ ଗ୍ରୋସରୀ ଆଉ ତାପରେ ପଲିଥିନ୍ ସବୁ ସହଯୋଗ। ପାରାଦୀପରୁ ସୁରେଶ, ନାଥୁରାମ ଓ ଅରବିନ୍ଦଙ୍କ ଓଡ଼ିଶା ରିପୋର୍ଟ।